ଆପଣଙ୍କ ଘରେ ଏମିତି ସୁଆଦିଆ ଏବଂ ଟେଷ୍ଟି ଲେମନ ରାଇସ୍ ବନେଇବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆମେ ନେଇଯାଇଛୁ କିଛି ଅଏଲ୍ ଏବଂ ଶୁଖିଲା ଲଙ୍କା, ସୋରିଷ, କିଛି ବିରି ଡାଲି, କିଛି ଚଣା ଡାଲି। ତାକୁ ଆମେ ଏବେ କିଛି ସମୟ ଫ୍ରାଏ କରିବା ପରେ କିଛି କଞ୍ଚା ଲଙ୍କା ପକାଇ ଦେଇଛୁ, କିଛି କରିପତ୍ତା ପକାଇଲୁ ଏବଂ କିଛି ସମୟ ଫ୍ରାଏ କରିବା ପରେ ଆମେ ଏବେ ପକାଇଲୁ ହଳଦୀ ପାଉଡ଼ର ଏବଂ ତାକୁ କିଛି ସମୟ ଫ୍ରାଏ କରିବା ପରେ ଆମେ ଏବେ କିଛି ସମୟ ଫ୍ରାଏ କରିବା ପରେ କିଛି ପିନଟ୍ ପକାଇଲୁ। ପିନଟ୍କୁ ଏବେ ଆମେ ଭଲ ଭାବରେ ମିଶାଇ ଦେବା। ପିନଟ୍କୁ ଭଲ ଭାବରେ ମିଶି ସାରିବା ପରେ ଆମେ ଏବେ ରାଇସ୍ ପକାଇଲୁ। ରାଇସ୍କୁ ଆମେ ଏବେ ଭଲ ଭାବରେ ମିଶାଇବା। ରାଇସ୍କୁ ଭଲ ଭାବରେ ମିଶାଇ ଏବେ ଆମେ କିଛି ସମୟ ତାକୁ ଭଲ ଭାବରେ ମିଶାଇବା। କିଛି ଲେମନ୍ ଜୁସ୍ ମିଶାଇବା ଏବଂ ସଲ୍ଟ ପକାଇବା। ସଲ୍ଟ ପକାଇ ତାକୁ ଆମେ ଏବେ ଭଲ ଭାବରେ ମିଶାଇବା। ଏବେ ରେଡ଼ି ହେଇଯାଇଛି ଲେମନ୍ ରାଇସ୍। ତ ଆପଣଙ୍କ ଘରେ ଏମିତି ଯଦି ସୁଆଦିଆ ଏବଂ ଟେଷ୍ଟି ଲେମନ୍ ରାଇସ୍ ବନାଇବା ପାଇଁ ଚାହୁଁଛନ୍ତି ତ ବନେଇ ପାରିବେ ଏବଂ ଲେମନ୍ ରାଇସ୍ର ମଜା ନେଇପାରିବେ। ଏବେ ରେଡ଼ି ହେଇଯାଇଛି ଲେମନ୍ ରାଇସ୍। ଆମେ ଏବେ କିଛି ଦେଶୀ ଘିଅ ପକାଇ ଦେଇଛୁ। ଦେଶୀ ଘିଅ ପକାଇ ସାରିବା ପରେ ଆମେ ଏବେ ତାକୁ ଭଲ ଭାବରେ ମିଶାଇ ଦେବା। ଏବେ ରେଡ଼ି ହେଇଯାଇଛି ଲେମନ୍ ରାଇସ୍। ତ ଆପଣଙ୍କ ଘରେ ଏମିତି ବି ଟ୍ରାଏ କରିପାରିବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ। ରହୁଛି। ନମସ୍କାର।